ଥରେ ସ୍ୱର୍ଗଲୋକରେ କର୍ମ ଆଉ ଭାଗ୍ୟ ଦୁହିଁଙ୍କ ଭିତରେ କଳି ଲାଗିଲା। କର୍ମ କହିଲା ମୁଁ ବଡ଼, ଭାଗ୍ୟ କହିଲା ମୁଁ ବଡ଼। କର୍ମ କହିଲା କର୍ମ କଲେ ସବୁ ମିଳିବ, ଭାଗ୍ୟ କହିଲା ଭାଗ୍ୟରେ ନଥିଲେ କିଛି ବି ମିଳିବ ନାହିଁ। ଏମିତି ଅନେକ କଥା କହି ଦୁହିଁଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗିଲା। ନାରଦ ଏହି ଦ୍ୱନ୍ଦ୍ୱ ଦେଖି ସେମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ମହାଦେବଙ୍କ ପାଖକୁ ଯାଆନ୍ତୁ। ସମାଧାନ ଖୋଜିବାକୁ ଦୁହିଁ ମହାଦେବଙ୍କ ପାଖକୁ ଗଲେ। ଶିବ ସବୁ ଶୁଣିଲେ ଆଉ ସେମାନଙ୍କୁ ପରାମର୍ଶ ଦେଲେ ସେ ଦୁହେଁ ଗୋଟିଏ ରାତ୍ରି ପାଇଁ ଗୋଟିଏ ଅନ୍ଧାର ଗୁମ୍ଫା ଭିତରେ ରହିବେ। କର୍ମ ଆଉ ଭାଗ୍ୟ ଦୁହେଁ ସେମିତି କଲେ। ଦୁଇଜଣ ଗୁମ୍ଫା ଭିତରେ ରହିଲେ। କର୍ମ ଗୁମ୍ଫା ଭିତରେ କର୍ମ କଲା। ତାକୁ ଖାଇବାକୁ ଚଣା ମିଳିଲା। ସେହି ଚଣା ଭିତରୁ 4-5ଟି ଗୋଡ଼ି ମିଳିଲା। ତାହା ସେ ଭାଗ୍ୟ ଉପରକୁ ଫିଙ୍ଗିଦେଲା। ତା ଉପରେ ହସିଲା। ଭାଗ୍ୟ ମନ ଦୁଃଖରେ ସେହି ଗୋଡ଼ିକୁ ଗୋଟାଇ ରଖିଲା। ସକାଳ ହେଲା। ମହାଦେବ ଆଉ ନାରଦ ସେହି ଗୁମ୍ଫା ପାଖରେ ଆସି ପହଞ୍ଚିଲେ। ସେଠାରେ କର୍ମ ଖୁସି ହୋଇ କହିଲା, କାଲି ମୁଁ କର୍ମ କଲି ବୋଲି ମୋତେ ଖାଇବାକୁ ଚଣା ମିଳିଲା। ଭାଗ୍ୟ କିଛି କଲା ନାହିଁ, ତାକୁ ଗୋଡ଼ି ମିଳିଲା। ତେବେ ଭାଗ୍ୟଠାରୁ ମୁଁ ବଡ଼। ଏହା ଶୁଣି ମହାଦେବ କହିଲେ, ଭାଗ୍ୟ ତୁମ ପାଖରେ ଯେଉଁ ଗୋଡ଼ି ଅଛି ତାକୁ ସମସ୍ତଙ୍କୁ ଦେଖାଅ। ଭାଗ୍ୟ ଦେଖାଇଲା। ସେଗୁଡ଼ାକ ଗୋଡ଼ି ନଥିଲା, ହୀରା ଥିଲା। ମହାଦେବ କହିଲେ, କର୍ମ, ତୁମେ କର୍ମ କଲ ବୋଲି ତୁମକୁ ଖାଦ୍ୟ ମିଳିଲା। କିନ୍ତୁ ଭାଗ୍ୟ କିଛି ନ କରି ମଧ୍ୟ ହୀରା ପାଇଲା। କାହିଁକି ନା ତାଙ୍କ ଭାଗ୍ୟରେ ଲେଖାଥିଲା ତୁମେ ବଡ଼ ନୁହେଁ କି ଭାଗ୍ୟ ମଧ୍ୟ ବଡ଼ ନୁହନ୍ତି। କର୍ମ କଲେ ସଫଳତା ମିଳେ, କିନ୍ତୁ ଭାଗ୍ୟରେ ଯଦି ସଫଳତା ନାହିଁ ତେବେ ସଫଳତା ମିଳିପାରିବ ନାହିଁ। କିନ୍ତୁ ଯଦି ଭାଗ୍ୟରେ ସଫଳତା ଅଛି ନିଶ୍ଚିନ୍ତ ସଫଳତା ମିଳିବ। ତେବେ କର୍ମ ଆଉ ଭାଗ୍ୟ ଅଲଗା ନୁହନ୍ତି। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।